ପହଞ୍ଚିଲାଇକା ତୋର ଓ ଶିବ ଦର୍ଶନରେ ଏ ତ୍ରିକାଳ ଦର୍ଶିବାର ମତଟା ପରିବର୍ତ୍ତନ ହେଇଯାଇଛି। ଆଉ ଯାହା ବିଚାରଟା ଥିଲା ବିଚାରଟା ମଧ୍ୟ ସବୁ ଓଲଟ ପାଲଟ ହେଇଯାଇଛି। ତୋତେ ଆଣିଥିଲି ମା ପାତାଳ ଭୈରବୀଙ୍କ ମନ୍ଦିରରେ ବଳି ଦେବା ପାଇଁ, କିନ୍ତୁ ତୋତେ ଆଉ ମୁଁ ବଳି ଦେବି ନାହିଁ। ତୋତେ ମୋହର ପାଟରାରେ ସଜେଇବି। ହରି ହେ ଗୁହାରି କରିବି କାହାକୁ, ଛୁଆର ନିମନ୍ତେ ଆହାର ଆଣିଲି, ଆହାର ଗିଳିଲା ଛୁଆକୁ। ରାଜକୁମାରୀ ସୁଚିତ୍ରାକୁ ଆଣିଥିଲି ପାତାଳ ଭୈରବୀ ମନ୍ଦିରରେ ବଲି ଦେବା ପାଇଁ। ତାକୁ ବଲି ଦେଇଥିଲେ ମୋର ପ୍ରତିଶୋଧ ପରିପୂର୍ଣ୍ଣ ହୋଇଥାନ୍ତା, କିନ୍ତୁ ମୋ ଆଶାରେ ରହିଗଲା। ଭଣଜାଟା ମୋର ସବୁ ମତ ପରିବର୍ତ୍ତନ କରିଦେଇଛି। ରାଜକୁମାରୀର ରୂପ ଯୌବନରେ ପାଗଳ ହୋଇ ତାକୁ ବଲି ଦେବା ପରିବର୍ତ୍ତେ ବାହା ହେବା ପାଇଁ ନିଷ୍ପତ୍ତି ନେଇସାରିଛି। ହେଲେ ତା ନିଷ୍ପତ୍ତିରେ କ'ଣ ରାଜକୁମାରୀ ରାଜି ହେବ? ନା, ଆଉ ରାଜକୁମାରୀ ରାଜି ନହେଲେ ଏ ଭଣଜା ସହଜରେ ତାକୁ ଛାଡ଼ିବ ନାହିଁ। କାହିଁକି ନା ପ୍ରକୃତରେ ସେ ସାଧୁ ନୁହଁ, ସେ ଥିଲା ଆଗରୁ କାଲକେତୁ ଦୈତ୍ୟ। ମହାକାଳୀଙ୍କର ସାଧନା କରିକି ପାଲଟିଛି ବାବା କାଳ ଭୈରବ। ରାଜକୁମାରୀ ତା ପ୍ରସ୍ତାବଟାକୁ ଏଡ଼େଇ ଦେଲେ ତାର ଅସୁର ପ୍ରକୃତି ଜାଗ୍ରତ କରିବ, ରାଜକୁମାରୀର ଚରିତ୍ର ପ୍ରତି ହସ୍ତକ୍ଷେପ କରିବ। ବିନାଶ କାଲେ ବିପରୀତ ବୁଦ୍ଧି। ଭଣଜାର ବିନାଶ ସମୟ ଆସିଗଲା। କାହିଁକି ନା ଯୁଗେ ଯୁଗେ କଥା ରହିଛି, ନାରୀ ଚରିତ୍ର ପ୍ରତି ଯେ ହସ୍ତକ୍ଷେପ କରିଛି ତାର ରକ୍ଷା ନାହିଁ, ଆଉ ଭଣଜାର ମଧ୍ୟ ରକ୍ଷା ନାହିଁ। ତା ସହିତ ରହିଲେ ମୁଁ ମଧ୍ୟ ପ୍ରାଣରେ ବଞ୍ଚିବି ନାହିଁ। ଆପେ ବଞ୍ଚିଲେ ବାପର ନା। ଭଣଜା ଥିଲେ କେତେ ଆଉ ମଲେ କେତେ। ଏଇଠୁ ଚୁପଚାପ ଲୁଚିକି ପଲେଇବି, ଆଉ ମୋ ଜୀବନଟାକୁ ମୁଁ ବଞ୍ଚେଇବି। ଯାହା ଦିନ କହୁଥିଲି କମ୍ପି ଯିବ, ଏଇନେ କହୁଛି ଆଉ କମ୍ପିବ ନାହିଁ।